ଛପନ ଭୋଗର ଆଉ ଗୋଟେ ଭୋଗ ପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟର ଗୋଟା ପୋଟଳ ରସା। ଏଇ ବାହୁଡା ଉପଲକ୍ଷେ ଏହି ଭୋଗଟି ନିଶ୍ଚୟ ଘରେ ବନାନ୍ତୁ। ବହୁତ ହି କମ ସାମଗ୍ରୀରେ ବହୁତ କମ ସମୟରେ ଅତି ସହଜରେ ଏଇଟା ବନି ଯାଇଥାଏ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ବି ନିଶ୍ଚୟ ଘରେ ଟ୍ରାଏ କରନ୍ତୁ। ଜଗନ୍ନାଥଙ୍କୁ ଭୋଗ ଲଗାନ୍ତୁ। ଆଉ ଭିଡିଓଟି ଭଲ ଲାଗିଲେ ଲାଇକ୍ ସେୟାର ନିଶ୍ଚୟ କରିଦିଅନ୍ତୁ। ଏଠି ମୁଁ ପୋଟଳ ରସା ପାଇଁ ପୋଟଳକୁ ନେଇଯାଇଛି ଭଲସେ ଧୋଇ ଧାଇକି। ତାର ଦି ପଟ ସାଇଡ କୁ ଏମିତି ଆମେ ଛୁରୀରେ କାଟିଦବା। କାଟି ସାରିଲା ପରେ ତାର ଚୋପାକୁ ଏମିତି ଅଧା ଅଧା କରିକି ଛଡେଇଦବା। ଭଲସେ ଛଡେଇବନି, ଏମିତି ଅଧା ଅଧା କରିକି ଛଡେଇକି ତା ଦେହରେ ଗୋଟେ ଗୋଟେ ଏମିତି ସ୍ଲିଟ ଲଗେଇଦବା, ଯେମିତି ଜଲ୍ଦି ସିଝିଯିବ ଆଉ ମସଲା ଟାକୁ ବି ଭିତରକୁ ଭଲସେ ଭେଦିଯିବ। ଖାଇବା ପାଇଁ ବହୁତ ହି ବଢିଆ ଲାଗିବ। ଏଠି ସବୁ ପୋଟଳକୁ ମୁଁ ଏମିତି ଅଧା ଅଧା ଚୋପା ଛଡେଇକି ସ୍ଲିଟ କରିକି ନେଇଯାଇଛି। ଏଠି ଦେଖନ୍ତୁ, ଆପଣ ପୋଟଳର ପରିମାଣ ଆପଣଙ୍କ ହିସାବରେ କମ ଅଧିକା କରିପାରିବେ। ଏଠି ଗୋଟେ କରେଇ ନେଇଯିବା। ସେଇ କରେଇରେ 2 ଚାମଚ ଭଳିଆ ଗୁଆ ଘିଅ ପକେଇବା। ଯେହେତୁ ମନ୍ଦିରରେ ସବୁ ରୋଷେଇ ଗୁଆ ଘିଅରେ ହୋଇଥାଏ, ସେଥିପାଇଁ ଆମେ ତେଲର ବ୍ୟବହାର ଜମା କରିବାନି। ଏକଦମ ଅଥେଣ୍ଟିକ ୱେରେ କରିବା, ଗୁଆ ଘିଅ ବ୍ୟବହାର କରିକି। ଏଠି କାଟିକି ରଖିଥିବା ପୋଟଳକୁ ସବୁ ପକେଇ ଦବା। ସେଟା ଟିକେ ଏପଟ ସେପଟ କରିକି ଘୋଡେଇ ଘୋଡେଇକି ଲୋ ଫ୍ଲେମ ରେ ଆମେ ଭାଜିଦବା ଘିଅରେ ହିଁ। ଛପନ ଭୋଗର ବହୁତ ସାରା ରେସିପି ମୋର ଚ୍ୟାନେଲରେ ଆଗରୁ ଅପଲୋଡ ଅଛି। ଆପଣ ନିଶ୍ଚୟ ଯାଇକି ଦେଖନ୍ତୁ ଆଉ ଟ୍ରାଏ କରନ୍ତୁ। ଏଠି ଆମେ ଗରମ ମସଲା ପାଇଁ ଆମେ କୁଟିକି ନବା କିଛି ଗୋଲମରିଚ ଆଉ ଲବଙ୍ଗ ଆଉ କିଛି ଡାଲଚିନି। ଯେହେତୁ ମନ୍ଦିରରେ ମିକ୍ସିର ବ୍ୟବହାର କରାଯାଏନି, କିନ୍ତୁ ଆପଣ ଚାହିଁଲେ ଘରେ ମିକ୍ସିରେ ବି ୟାକୁ ଗ୍ରାଇଣ୍ଡ କରିପାରିବେ। କିନ୍ତୁ ଯେହେତୁ ମୁଁ ତାକୁ ଟିକେ ଅଥେଣ୍ଟିକ ୱେରେ ବନେଇବାକୁ ଚାହୁଁଛି, ସେଥିପାଇଁ ମୁଁ ବି ଏଟାକୁ କୁଟିକି ନେଇଛି। ଟିକେ ଅଧିକ ଟାଇମ ଲାଗିବ। 2-3 ମିନିଟରେ ହିଁ ଏ ମସଲାଟା ବନିଯିବ। ସେଇ ଉପାୟରେ ଗୋଟେ ସ୍ପୁନ ର ଜିରା ଆଉ ଗୋଟେ ବଡ ସ୍ପୁନ ର ଗୋଟା ଧନିଆକୁ ମଧ୍ୟ ଆମେ କୁଟିକି ନେଇଯିବା। 2-3 ମିନିଟରେ ହିଁ ଏଇଟା ବି ହେଇଯିବ। ଭଲସେ ଗୁଣ୍ଡ ନ ହଉ, ଟିକେ ଦରଦରା ରହିବ, କିନ୍ତୁ ରସା ବନି ସାରିଲା ପରେ ଏଇଟା କିଛି ବି ଜଣା ପଡିବନି। ସେଇଥିରେ ହିଁ ଗୋଟେ ବଡ ଇଞ୍ଚର ଅଦାକୁ ମୁଁ ଭଲସେ କୁଟିକି ନେଇଯାଇଛି। ଯେହେତୁ ଆମର ଆଉ କିଛି ମସଲା ବ୍ୟବହାର ହଉନାହିଁ, ସେଥିପାଇଁ ଆମେ ଟିକେ ଅଦା ଅଧିକ କରି ନବା। ଏପଟେ ମୁଁ ପୋଟଳଟା ଖୋଲିକି ଦେଖଉଛି, ଦେଖନ୍ତୁ ଭଲସେ ଭାଜି ହେଇଗଲାଣି। ମୁଁ ଫାଷ୍ଟରୁ ଲୁଣ ପକେଇ ନଥିଲି, ତ ପୋଟଳକୁ ଦେଖିକି ଏଠି ଅଳ୍ପ କିଛି ଲୁଣ ପକେଇକି ତାକୁ ଏପଟ ସେପଟ କରିଦେଲି ଭଲସେ। ପୋଟଳକୁ କରେଇରୁ ନ କାଢିକି ସେଇଥିରେ ଟିକେ ସାଇଡ କରିକି, ସେଇଥିରେ ହିଁ ଘିଅ ଥିଲା, ମଝିରେ ଆମେ କୁଟିକି ରଖିଥିବା ଅଦା ଆଉ ଜିରା ଧନିଆକୁ ପକେଇକି ତାକୁ ଟିକେ ଏପଟ ସେପଟ କରିକି ପୋଟଳରେ ବି ଭଲସେ ଭାଜିକି ମିକ୍ସ କରିଦବା। ମନ୍ଦିରରେ ବନା ଯାଉଥିବା ପୋଟଳ ରସା କିଛି ଭଜା ଭଜି ହୁଏ ନାହିଁ। ଏକାଥରେ ସବୁ ଜିନିଷ ପକେଇକି ତାକୁ ବନିଯାଏ। ସେଇଟା ଗୋଟେ ଚମତ୍କାର, ବହୁତ ବଢିଆ ବନେ। ଯେହେତୁ ମୁଁ ଘରେ କରୁଛି, ତ ସେଇଥିପାଇଁ ମୁଁ ପୋଟଳକୁ ଟିକେ ଭାଜିକି ନେଇଯାଇଛି। ଏଇ ଷ୍ଟେଜରେ ହିଁ ଆମେ ଗୋଟେ ଗିନାର ପକେଇବା ନଡିଆ କୋରା। ଏମିତି ଦେଖିବାକୁ ଗଲେ ମୁଁ ଫାଳେ ନଡିଆର କୋରାକୁ ପକେଇଛି। ଯେହେତୁ ଅଲଗା କିଛି ମସଲା ବ୍ୟବହାର କରାଯାଉନି, ତ ନଡିଆ କୋରାଟା ଆମେ ଟିକେ ଅଧିକ ଦବା। ବହୁତ ହି ବଢିଆ ଲାଗିବ ଖାଇବା ପାଇଁ। ନଡିଆ କୋରାକୁ ପକେଇକି ଭଲସେ ଏମିତି ଗୋଳେଇ ଦବା। ତା ଦେହରେ ଆମେ ସ୍ୱାଦ ଅନୁସାରେ ପକେଇଦବା ଲୁଣ, କିଛି ହଳଦୀ ଗୁଣ୍ଡ, ଆଉ ଯେହେତୁ ଠାକୁରଙ୍କର ସବୁ ଜିନିଷ ଟିକେ ମିଠା ମିଠା ହୋଇଥାଏ, ସେଥିପାଇଁ ଗୋଟେ ସ୍ପୁନର ମୁଁ ଏଠି ଗୁଡ ପକେଇକି ଅଳ୍ପ ଗୋଟେ ଗିନା ପାଣି ଦେଇକି ତାକୁ ଟିକେ ଘୋଡେଇ ଘୋଡେଇକି ସିଝିବା ପାଇଁ ଛାଡିଦବା। ପୋଟଳଟା ଆମର ଅଧା ଅଧି ସିଝି ଯାଇଥିଲା, ଆଉ ଅଧା ଅଧି ବି ସିଝିଯିବ ପାଣି ଦେଲା ପରେ। ଏଠି କୁଟିକି ରଖିଥିବା ଗରମ ମସଲାକୁ ବି ଦେଇକି ଭଲସେ ଗୋଳେଇ ଦବା, ଆଉ ତାକୁ ଘୋଡେଇକି ଭଲସେ ସିଝିବା ପାଇଁ କି ଛାଡିଦବା। ବେଶୀ ପାଣି ଦବା ନାହିଁ, କାରଣ ମନ୍ଦିରରେ ଏଇଟା ପୁରା ମାଖ ମାଖ ହେଇକି ହେଇଥାଏ। ଏଠି ଦେଖନ୍ତୁ, ମୁଁ ଦେଖଉଛି ଏତିକି ହିଁ ମୁଁ ତାର ଥିକନେସ ଟା ରଖିଛି, କାରଣ ଟିକେ ଥଣ୍ଡା ହେଇଗଲା ପରେ ଯେହେତୁ ନଡିଆ ଟା ପକେଇছে ସେଟା ଆହୁରି ଥିକ ହେଇଯିବ। କେତେ କମ ସମୟରେ କେତେ କମ ସାମଗ୍ରୀରେ ଦେଖନ୍ତୁ ବହୁତ ଜଲ୍ଦି ବନିକି ରେଡି ହେଇଗଲା, ବହୁତ ସହଜରେ। ଆପଣ ବି ଏଇ ବାହୁଡା ଉପଲକ୍ଷେ ଏଇ ଗୋଟା ପୋଟଳ ରସାକୁ ନିଶ୍ଚୟ ଘରେ ବନାନ୍ତୁ, ନିଜେ ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ। ଯେହେତୁ ଛପନ ଭୋଗର ସବୁ ରେସିପି ବହୁତ ବଢିଆ ଲାଗିଥାଏ ଖାଇବା ପାଇଁ, ନିଶ୍ଚୟ ଖାଆନ୍ତୁ ଆଉ କୁହନ୍ତୁ ଜୟ ଜଗନ୍ନାଥ।